କ'ଣ କରାଯାଇପାରିବ ସେଥିପାଇଁ ବାରମ୍ବାର ସରକାରଙ୍କୁ ନିବେଦନ କରାଯାଇଛି ଏବଂ ଆପଣ ଜାଣି ଖୁସି ହେବେ ଯେ ଓଡ଼ିଆ ଭାଷା ବଞ୍ଚିବା ପାଇଁ ଯଦି ବେଶୀ କାହାର ଉପାଦାନ ଅଛି ସେଗୁଡ଼ିକ ହେଲେ ପାଲା କଳାକାରଙ୍କର। କବି ତ ଲେଖିଦେଇଗଲେ, ତାଙ୍କୁ ସର୍ବସାଧାରଣରେ ପ୍ରଚାର ପ୍ରସାର କରିବାର କାମ ହେଲା ଏଇ ପାଲାକାର। ଦୁଃଖର କଥା 1936 ମସିହାରେ ସ୍ୱତନ୍ତ୍ର ଓଡ଼ିଶା ହେଲା, ଭାଷାଭିତ୍ତିକ ପ୍ରଦେଶ ହେଲା, କିନ୍ତୁ ଏଇ ଭାଷାକୁ ଯେଉଁମାନେ ଊର୍ଦ୍ଧ୍ୱକୁ ଉଠେଇଲେ ତାଙ୍କ ପ୍ରତି ପ୍ରାୟ ଉଦାସୀନ ମନୋଭାବ ସଦାବେଳେ ପୋଷଣ କରାଯାଉଛି। କ'ଣ ରହିବ ବର୍ତ୍ତମାନ ସରକାର ପାଖରେ ରହିବ ପ୍ରଥମ କଥା ଯେ ପାଲା କଳାକାର ମାନେ ସାଧାରଣ କଳାକାର ନୁହନ୍ତି, ତାଙ୍କର ଗୋଟେ ସ୍ୱତନ୍ତ୍ରତା ଅଛି। ତେଣୁ ଏମାନଙ୍କୁ ଯେଉଁ ଦିଆଯାଉଛି ମୁଖ୍ୟମନ୍ତ୍ରୀ ସହାୟତା ଯୋଜନା, ତାହା ଏଇ ଯେଉଁ ମୁଖ୍ୟମନ୍ତ୍ରୀ ଯେଉଁ ଘୋଷଣା କଲେ 3,000 ଟଙ୍କା, ସେଥିପାଇଁ ଆମେ ତାଙ୍କୁ ସାଧୁବାଦ ଦେଉଛୁ, କିନ୍ତୁ ଏଇଟା ସମୁଦ୍ରକୁ ଶଙ୍ଖେ ପରି। ଗୋଟେ 3,000 ଟଙ୍କାରେ ଆଜୀବନ ବୃତ୍ତି ଧରିଥିବା ଗୋଟେ ପାଲାକାର ବଞ୍ଚିବା କଷ୍ଟକର ବ୍ୟାପାର। ତେଣୁ ଯେମିତି ଆଗରୁ ସବୁ ଡିମାଣ୍ଡ କରାଯାଇଛି ଯେ ମିନିମମ୍ ତାକୁ 5,000 ଟଙ୍କା ଦିଅନ୍ତୁ। ଯେଉଁ ପାଲା ମଞ୍ଚ ସବୁ ଅଛି ଓଡ଼ିଶାରେ ବିଭିନ୍ନ ଜାଗାରେ, ପାଲା ଦେଖିବା ବି ଲୋକଙ୍କର ଆଗ୍ରହ କମିଯାଇଛି। ତେଣୁ ସେ ମଞ୍ଚଗୁଡ଼ିକ କେମିତି ପରିପୃଷ୍ଟ ହେବ, ତେଣୁ ସରକାର ବିଚାର କରି ସେ ମଞ୍ଚକୁ ବି ସହାୟତା ଦିଅନ୍ତୁ। ଆପଣ ମାନେ ଶୁଣନ୍ତୁ ଯେ ଏ 48 ବର୍ଷ ଗୋଟେ ଅନୁଷ୍ଠାନ, ଭୁବନେଶ୍ୱରରେ ଆମ ପାଇଁ ଇଞ୍ଚେ ଖଣ୍ଡେ ଜାଗା ନାହିଁ। ଆମେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି